କୁନି ନନାଟିଏ ବସିଛି କିଛି ଫୁଲ ହାତରେ ଧରିକି। କ'ଣ ସେ କରୁଛି ଚାଲନ୍ତୁ ଦେଖିବା। ପାଖରେ କିଛି ତୁଳସୀ ପତ୍ର ମଧ୍ୟ ତୋଳିକି ରଖିଛି। ତ ଚେଷ୍ଟା କରୁଛି ନିଜ ହାତରେ ଗୋଟେ ଫୁଲର ମାଳା କରିବା ପାଇଁ। କରୁଛି ବି। ଦେଖନ୍ତୁ ମାଳଟି ଜାଣିନି ସେ କେମିତି କରିବ, କିନ୍ତୁ ହସ ଲାଗୁଛି ଯେତିକି ଖୁସି ବି ଲାଗୁଛି। ଚେଷ୍ଟା କିନ୍ତୁ ଜାରି ଅଛି। ସକାଳୁ ଗାଧୋଇ ପାଧୋଇ ନିଜର କାମ ସାରିଲା ପରେ କିଛି ଫୁଲ ମଧ୍ୟ ଗଛରୁ ନିଜେ ତୋଳି ଆଣିଥିଲା ଆଉ ତାକୁ ଧରିକି ବସିଥିଲା। ଦି ପାଖରେ ଦିଓଟି ତୁଳସୀ ପତ୍ର ଦେଇକି ମାଳଟିକି ଗୁନ୍ଥିଥିଲା ଆଉ ସକାଳୁ ନିଜ ଠାକୁର ପୂଜା ମଧ୍ୟ କରିଥିଲା। ଆଉ ଗୋଟେ ଛୋଟିଆ ମାଳ ଜଗନ୍ନାଥଙ୍କ ପାଇଁ ମଧ୍ୟ କରିଥିଲା, କାରଣ ଫଟୋଟି ଆମର ଯେହେତୁ ଛୋଟ ସେଥିପାଇଁ ମାଳଟି ବି ଛୋଟଟେ କରିଥିଲା। ବଡ଼ ମାଳଟିଏ କରିଛି। ଆଜି ସ୍କୁଲରେ ଯଜ୍ଞ ହେଉଛି ତ ସେଠି ଜଗନ୍ନାଥଙ୍କ ପାଇଁ ନେଇକି ମଧ୍ୟ ଗଲା। ଜଗନ୍ନାଥ ସ୍ୱାମୀ ନେଇନେ ପଥଗାମୀ ଭବ ତୁମେ। ହେ ପ୍ରଭୁ ଜଗନ୍ନାଥ, ଆପଣଙ୍କ ପାଖରେ ମୋର ଏତିକି କାମନା ଓ ପ୍ରାର୍ଥନା, ସମସ୍ତଙ୍କୁ ଭଲରେ ରଖ। ସମସ୍ତେ ମାନେ ଆପଣଙ୍କ ପାଖକୁ ଆଜି ଯାଇଥିବେ ତ ଆପଣଙ୍କ ରଥ ଟାଣିବା ପାଇଁ, ତ ସମସ୍ତଙ୍କ ମନରେ ଯେଉଁ ଦୁଃଖ ଯେଉଁ କଷ୍ଟ ନେଇକି ଆପଣଙ୍କ ପାଖକୁ ଯାଇଛନ୍ତି ତ ତାଙ୍କ ଦୁଃଖ କଷ୍ଟକୁ ଦୂର କରନ୍ତୁ, ଏତିକି ହିଁ ମୁଁ ପ୍ରାର୍ଥନା କରୁଛି। ତ ସମସ୍ତଙ୍କ ଭିତରେ ମୁଁ ବି ଜଣେ, କିନ୍ତୁ ମୁଁ ଗୋଟେ ହତଭାଗିନୀ, ମୁଁ ଯେଉଁଟାକି ମୁଁ ଆପଣଙ୍କ ପାଖକୁ ଯାଇପାରିନି। ମୁଁ ବହୁତ ଦୂରରୁ ଥାଇକି ବି ଡାକୁଛି, ହେ ପ୍ରଭୁ ଯେଉଁ ବିପଦ ଆସୁଛି ବା ଯାହା ସଙ୍କଟ ଅଛି ତାକୁ ସବୁ ଲାଘବ କର, ଏତିକି ହିଁ ମୋର ମାଗୁଣି। ଆଉ କ'ଣ ବା ମୁଁ ଅଧିକ ମାଗିବି? କ'ଣ ମୋର ଦରକାର, କ'ଣ ମୋତେ ଦେଇଛ, କ'ଣ ମୋତେ ଦେବ ସେଇଟା ତ ତୁମେ ସବୁ ଜାଣିଛ, କହିବାକୁ ବି ମୋତେ ପଡ଼ିବନି। ମୁଁ ଏତେ ହତଭାଗିନୀଟେ, ଚାହିଁକି ବି ମୁଁ ଯାଇପାରିଲିନି। ମୁଁ କେବଳ ଆଜି ନୁହେଁ, ମୁଁ କେବେ ବି ରଥଯାତ୍ରା ଦିନ ପୁରୀ ଯାଇନି ଏମିତି ଯାଉଛି, କିନ୍ତୁ ରଥଯାତ୍ରାରେ କେବେ ବି ମୁଁ ପୁରୀ ଯାଇନି। ପ୍ରଥମେ ତ ମୁଁ ବହୁତ ଭିଡ଼ ଯୋଗୁଁ ଟିକେ ଡରିଯାଏ, କାରଣ ଏତେ ଭିଡ଼ ଭିତରେ ମୁଁ ନିଶ୍ୱାସ ନେଇପାରିନି। ମୋତେ ସେଥିପାଇଁ ମୁଁ ଜାମ୍ ଭିତରକୁ ଯିବାକୁ ରାଜି ହୁଏନି। ଏଥର ବହୁତ ମନ ଥିଲା ଯେ ଆମେ ରାତିରେ ଯିବୁ ଆଉ ବଡ଼ଦାଣ୍ଡ ଟିକେ ଫାଙ୍କା ହେଇଥିବ, ଏତେ ଗହଳି ନଥିବ, ତ ଠାକୁରଙ୍କ ଦର୍ଶନ କରିକି ପୁଣି ରାତିରେ ରିଟର୍ନ କରିବୁ, କିନ୍ତୁ ସେଇଟା ବି ହେଇପାରିଲାନି। ବର୍ଷା ହେଉଛି ଆଉ କି ରାଜି ହେଉନାହାନ୍ତି ଯିବା ପାଇଁ। ତ ଛାଡ଼, କେବେ ଭଗବାନଙ୍କ ଡୋରି ଲାଗିବ ମୁଁ ଯିବି, ସେଇଟା ଦେଖିବା। ଯଦି ମାନେ ଭଗବାନ ଚାହିଁବେ ତ ମୁଁ ନିଶ୍ଚୟ ଯିବି ରଥଯାତ୍ରାରେ। ମୁଁ କିନ୍ତୁ ଡରୁଛି ଯେ ଏମିତି ଜାମ୍ ଭିତରେ ନିଶ୍ୱାସ ନେଇପାରିବିନି ବୋଲି ମୋତେ ଟିକେ ଡର ଲାଗୁଛି, କିନ୍ତୁ ଯଦି ଭଗବାନ ଡୋରି ଲାଗିବ ତାହେଲେ ମୁଁ ନିଶ୍ଚୟ ଯିବି। ତେଣିକି ବଞ୍ଚିବା ମରେ, ସେଇଟା ତ ମରିଯିବାଟା ହେଉଛି ବହୁତ ବଡ଼ ଭାଗ୍ୟର କଥା। ଯେ ରଥଯାତ୍ରା ଦିନ ମୁଁ ମଲି, ପୁରୀ ବଡ଼ଦାଣ୍ଡରେ ମଲି, ଆଉ ସେଇଟା ତ ମୋ ପାଇଁ ବହୁତ ବଡ଼ ଭାଗ୍ୟର କଥା। ଛାଡ଼, ଭଗବାନଙ୍କୁ ଜଣା ନେବେ କି ନ ନେବେ ମୋତେ। ତ ଆପଣ ଆଜି ରଥଯାତ୍ରାରେ ଆପଣମାନଙ୍କର କ'ଣ ସବୁ କରୁଛନ୍ତି? ତ ରଥଯାତ୍ରାରେ ଆଜି ଆମର ସ୍କୁଲରେ କ୍ରିଷ୍ଣାର ସ୍କୁଲ ହେଉଛି, ମାନେ ଯଜ୍ଞ ହେଉଛି ତାଙ୍କର, ତ ଆଜି ଖାଇବା ପିଇବା ହେଉଛି ସ୍କୁଲରେ। ଘରେ ଆଜି ମୋର ରୋଷେଇ ବି ନାହିଁ, ପୁରା ଫ୍ରିରେ ଅଛି ଆଜି। ଆଉ କିଛି ଘରେ ଯାହା କାମ ଅଛି, ଛୁଟି ଯେହେତୁ ଅଛି ଘରେ ତ ବହୁତ ସାରା କାମ ଅଛି ନା, ତ ବହୁତ ସାରା କାମ କରିବାକୁ ପଡ଼ିବ। ସକାଳୁ ଆଜି କ୍ରିଷ୍ଣା ତାଙ୍କ ସ୍କୁଲରେ ଯେହେତୁ ମାନେ ଯଜ୍ଞ ହେଉଛି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ମୂର୍ତ୍ତି ବସିଛି, ତ ବହୁତ ବଡ଼ ଆକାରରେ ଫଙ୍କସନ୍ଟି ହେଉଛି। ତ ସକାଳୁ ଉଠିକି ସେ ଆଜିକି ଫୁଲମାଳ ନିଜ ହାତରେ ଗୁନ୍ଥିଲା, ଦେଖିଲେ ତ ଗୁନ୍ଥିକି ତୁଳସୀ ଗଛ ଏଠି ବେଶୀ ପାଇଲାନି, ଯାହା ଯେତିକି ହଉ ଆଣିକି ତାକୁ ବି ବାନ୍ଧିକି ତ ନେଇକି ଯାଇଛି ସେ ମାଳ ଭିତରେ ଜଗନ୍ନାଥଙ୍କ ପାଖକୁ। ଯାହା ହଉ, ଏଇଟା ମୋର ବହୁତ ବଡ଼ ଭାଗ୍ୟ ଯେ କ୍ରିଷ୍ଣାଟି କେତେ ସବୁ କାମ ଆଜି କରିଛି, ଘରେ ଠାକୁର ପୂଜା କରିଛି, ଠାକୁରଙ୍କ ପାଇଁ ମଧ୍ୟ ଗୋଟେ ମାଳ କଲା, ଆଉ ତାଙ୍କ ସ୍କୁଲ ପାଇଁ ନେଇକି ଗଲା। ଘରେ ଠାକୁରଙ୍କୁ ନଡ଼ିଆ ଭୋଗ ଦେଇଛି ଆଉ ସ୍କୁଲ ବି ନଡ଼ିଆ ନେଇଛି। ମୋତେ ପଚାରିଲେ ଜଗନ୍ନାଥଙ୍କର ପ୍ରିୟ କ'ଣ, ମୁଁ କହିଲି ନଡ଼ିଆ, ତ ସେଥିପାଇଁ ସେ ଆଜି ନଡ଼ିଆ ହିଁ ନେଇକି ଗଲା। ଗୋଟା ନଡ଼ିଆ ନେଇକି ଯାଇଥିଲା, ମାନେ ଭାଙ୍ଗିଲାନି, କହିଲା ଗୋଟା ନଡ଼ିଆ, ମାନେ ଘରେ ଠାକୁରଙ୍କୁ ବି ଗୋଟା ନଡ଼ିଆ ଦେଇଛି ଭୋଗ। ଯାହା ହଉ, ବଡ଼ ଭାଗ୍ୟର କଥା ମୋ ପାଇଁ ଯେ ମୋତେ ଆଜି କିଛି କରିବାକୁ ପଡ଼ିନି, କ୍ରିଷ୍ଣା ହିଁ ଆଜି ମୋ କାମ ଗୁଡ଼ାକ ସବୁ କରି ନେଇଛି। ହାय ସାଙ୍ଗମାନେ, ରଥଯାତ୍ରାର ସନ୍ଧ୍ୟା ସମୟ ବର୍ତ୍ତମାନ। ଆଜି ଯେହେତୁ ରଥଯାତ୍ରାର ଦିନଟି ପୁରା ସରିବାକୁ ଲାଗିଲାଣି, ତ ସନ୍ଧ୍ୟା ଟାଇମ୍ ପୁରା। ବର୍ତ୍ତମାନ ସନ୍ଧ୍ୟା ଧୂପ ଦେଇସାରିଲା ପରେ ବାସ୍ ଆସିକି ବସିନି, ଯିବି ତ କୁଆଡ଼େ ଯିବି ସେଇଟା ବି ମୁଁ ଆପଣମାନଙ୍କୁ କହିବି। ତ ଆପଣମାନେ ଦେଖୁଥିବେ ମୋ ମଥାରେ ଯେ ତିଲକ ଲାଗିଛି, ତ ଆଜି ସ୍କୁଲରେ ଥିଲା ଆମର ଯଜ୍ଞ, ତ ମୁଁ ସେଇଟା ଆପଣମାନଙ୍କୁ କହିଥିଲି। ତ ଆଜି ରୋଷେଇ ବି ନଥିଲା, କାରଣ ସେପଟେ ପ୍ରସାଦ ସେବନ ଥିଲା,
तो सेठी जेतेले मु फास्ट जाइली तो स्कूल को जावाक पड़ा कारण सेठी ही यज्ञ होता किंतु खाइबाटा अलग जगार होता तो पाखक होता तो सेठी गला तिलक ही मत फास्ट लगाई गेट पाखे तापर भितर को एंट्री तो सेठी ही मोर तिलक ही लगी आज मुह धोईनी कारण तिलक छाड़ीज से जोगुर मो मुह धोई नी तो मो मुंडे तिलक अच्छी कारण मोटा धोईदे तिलक छाड़ीज तो आज तिलकटा मो मुंडे थाऊ तो काली सकाଳେ तो गाधेला बेले तिलक जा छाड़ किंतु मुझे आज रखी आज मुह धोबी सन्ध्या तो हो गला ना तापर ए हूँ स्कूल भजन सन्ध्या तो सीटी देखापी प्रथम तो घर खाଇବା करके गले हम कारण से बस बस तो टे समय लगे ना कमती जाऊ जाऊ सांगे सांगे आसब तो बसला लेट हम तो मुझे भावुँ रुटी दीटा करके थोदे जीवाई तो जानी कौन लास्ट को फाइनाल करी रुटी करके रखिकी जीवी ना आसिकी मैंने अटा दलिकी थोकी जी आसिकी करी तो सहीटा माइंड रे भावुँ कौन करी कारण सकाल भी ड्यूटी अच्छी तो जानते पुणी सका सब काम स्टार्ट हो तो से हिसाब से जहाँ जहाँ कम करवा कथा सब गुड़ाक करने पड़ो आ घरे भी लुगापटा सब पड़ी चारिड़े मैंने पड़ी मैंने सुखी थी जहाँ सफा कराला आज बहुत किसी सफा होगा आज गोटे दिन में कृष्णा प्राय सका 4 हल ड्रेस चेंज कर माने घर पिंधा ड्रेस छाड़ी प्रथम तो पिंधला से कुर्ता देखिले माने धोती पैंट को कुर्ता से पिंधि ठाकुर पूजा है आ स्कूल को भोग फूलमाला नहीं जाता तापर द्वितीय आउ हले पिंधिकी गला 11टा बेलू सी आसला ओ गोटे गरम है झाड़ बोईगला से पिंधि हेन तापर 11टा बेलू आउ हले पिंधिकी गला से खाଇବା पीवा समय तापर घर को आसला कौन आउ चेंज हम ना नाई हाँ नाई आउ चेंज हेनी तापर अबिका जो बाहर की गले तो आउ हले पिंधिकी गले तो मुझे पचारे सब सफा किए कर ना बाबा कर तुम टेंशन नियनि तो माने मुझे एति माने माने स्कूल पिंधिकी जो चारिड़ पैंट सार्ट तापर घर पिंधा पैंट सार्ट अच्छी से सब पड़ी तो से पुणी मैंने आज जी सफा कले आ डबल पड़गला था काली बाबा सफा करेंगे मत टाइम नहीं काली टाइम नहीं संडे जानी छुट्टी हम कि पुणी छुट्टी हेल्ले भी संडे बहुत सारा कम रोज सफासफी कम भी बेसी विरक्तिया करदे एपटे वर्षा हो सुखेबा हूँ असुविधा माने सुखुनी बेसी मोटा मोटा गंजी गुड़ाक धोला बेलू गुड़ाक गंध हो जाऊँगी पूरा कौन करा धोया तो पड़ो ना तो सांग मैंने मोर तो रथयात्रा देखिले दिन में रोसई ना राति जहाँ रोसई हम खावाई रुटी हम आ दिन टोटाल रोसई करी राति रोसई हम आ स्कूल तो प्रसाद सेवन होगा स्कूल होता अरुआ भात डालमा खट्टा खीरी बास आत्मा शांति आउ कौन राति सेमती रुटी संतुला शायद हम कारण बिना प्याज रसुण जेहेतु हम रुटी संतुला करी भावी तो आपण मैंने रथयात्रा कौन के कले सेलिब्रेशन तो कमेंट बॉक्स रे जनइबे आज मु रही आपण मानक आउ थे हापी रथयात्रा तो विदाय पुणी देखा नेक्स्ट वीडियो ओके बाय बाय।